ବହୁତ ଦିନ ପରେ ମଗଧରୁ ଗୌତମ ବୁଦ୍ଧ ନିଜ ଆଶ୍ରମକୁ ଯିବା ପାଇଁ ବାହାରିଲେ। ଲୋକମାନେ ଯେମିତି ସେ କଥା ଜାଣିବାକୁ ପାଇଲେ, ଉପହାର ଧରି ଗୌତମ ବୁଦ୍ଧଙ୍କୁ ଭେଟିବା ପାଇଁ ଆସିଗଲେ। ନିଜ ଶିଷ୍ୟଙ୍କ ସାଥିରେ ବସିଥାଏ ବୁଦ୍ଧ ସେ ଉପହାରକୁ ସ୍ୱୀକାର କରୁଥାନ୍ତି। ସମ୍ରାଟ ବିମ୍ବିସାର ତାଙ୍କୁ ଭୂମି ବସ୍ତ୍ର ଉପହାରରେ ଦେଲେ। ସେ ନଗରର ବଡ଼ ବଡ଼ ସେଠମାନେ ବି ତାଙ୍କ ଚରଣରେ ଧନ ଧାନ୍ୟ ସୁନା ଆଦି ଅର୍ପଣ କଲେ। ସେ ସଭିଙ୍କ ଉପହାରକୁ ସ୍ୱୀକାର କରିବା ପାଇଁ ବୁଦ୍ଧ ନିଜ ହାତକୁ ବଢ଼ାଇ ଦେଉଥିଲେ। ସେହି ସ୍ଥାନରେ ଗୋଟିଏ ଗରିବ ବୃଦ୍ଧଟିଏ ଥାଏ। ସେ ବୁଦ୍ଧଙ୍କ ପାଖକୁ ଯାଇ କହିଲା, ଭଗବାନ, ମୋ ପାଖରେ ଆପଣଙ୍କୁ ଦେବା ପାଇଁ କିଛି ବି ନାହିଁ। ମୁଁ ଆଜି ଗୋଟିଏ ଗଛରୁ ଏ ଫଳଟି ପାଇଛି। ଭୋକ ହୋଇଥିବାରୁ ଫଳଟିକୁ ଅଧ ଖାଇ ଦେଇଛି ଏବଂ ଆପଣଙ୍କ ଆସିବା ଖବର ପାଇଲି, ସେଥିପାଇଁ ଫଳଟିକୁ ପୁରା ଖାଇପାରିଲି ନାହିଁ। ମୋ ପାଖରେ ବର୍ତ୍ତମାନ ଏ ଅଧା ଖାଇଥିବା ଫଳଟି ଅଛି। ତାକୁ ମୁଁ ତୁମକୁ ଉପହାର ଦେବା ପାଇଁ ଚାହେଁ। କୃପା କରି ଏ ଉପହାରକୁ ସ୍ୱୀକାର କରନ୍ତୁ। ସେହି ସ୍ଥାନରେ ଥିବା ରାଜା ମହାରାଜା, ସେଠ, ମନ୍ତ୍ରୀ ଏବଂ ସୈନିକ ଦେଖିଲେ କି ମହାତ୍ମା ବୁଦ୍ଧ ନିଜ ଆସନରୁ ଉଠି ଦୁଇ ହାତରେ ସେ ବୃଦ୍ଧର ଅଧା ଖାଇଥିବା ଫଳଟିକୁ ସ୍ୱୀକାର କରିଲେ। ସମ୍ରାଟ ବିମ୍ବିସାର ବୁଦ୍ଧଙ୍କୁ କହିଲେ, ଭଗବାନ, ବଡ଼ ବଡ଼ ଅମୂଲ୍ୟ ଉପହାରକୁ ଆପଣ ବସିଥାଇ ନିଜ ହାତକୁ ହଲାଇ ସ୍ୱୀକାର କଲେ, କିନ୍ତୁ ଏ ବୃଦ୍ଧର ଅଇଁଠା ଫଳଟିକୁ ଆପଣ ନିଜ ଆସନରୁ ଉଠି ନେଇଗଲେ। ଏ ଫଳର ମୂଲ୍ୟ କ'ଣ ଆମ ଅମୂଲ୍ୟ ଉପହାରଠୁ ବି ବଡ଼? ବୁଦ୍ଧ ହସିଲେ ଏବଂ କହିଲେ, ଏ ବୃଦ୍ଧ ତ ମୋତେ ତାଙ୍କ ଆଜିର ସବୁ ପୁଞ୍ଜିକୁ ଦେଇଦେଲେ ଏବଂ ଆପଣମାନେ ତ ମୋତେ ଯାହା ଦେଇଛନ୍ତି ତାହା ତ ଆପଣଙ୍କ ସମ୍ପତ୍ତିଠାରୁ ଗୋଟିଏ ମୁଠା ମାତ୍ର ଏବଂ ଆପଣମାନେ ତ ଉପହାର ଦେବାର ଅହଙ୍କାର ଆପଣଙ୍କ ମନରେ ରଖିଦେଇଛନ୍ତି। କିନ୍ତୁ ଏ ବୃଦ୍ଧ ତ ମୋ ପାଖରେ ଅପାର ଭକ୍ତି, ପ୍ରେମ ଏବଂ ଶ୍ରଦ୍ଧା ରଖି ମୋତେ ତାଙ୍କ ଭୋକରୁ ଅଧା ବଞ୍ଚାଇଥିବା ଫଳ ଉପହାରରେ ଦେଲା। ତଥାପି ତାଙ୍କ ମୁହଁରେ କେତେ ନମ୍ରତା ଏବଂ କରୁଣା ଅଛି। ସେଥିପାଇଁ ବୃଦ୍ଧ ବ୍ୟକ୍ତିର ଦେଇଥିବା ଦାନ ଆପଣମାନଙ୍କ ଦେଇଥିବା ଦାନଠାରୁ ସର୍ବଶ୍ରେଷ୍ଠ ଅଟେ। ସମାଜରେ ବହୁତ ଲୋକ ଦାନ କେବଳ ଏଥିପାଇଁ କରନ୍ତି କି ତାଙ୍କୁ କେବଳ ପ୍ରସିଦ୍ଧି ମିଳିଯିବ ଏବଂ ତାଙ୍କ ମନ ଭିତରେ ବଡ଼ ଏବଂ ଧନବାନ ହେବାର ଯେଉଁ ଅଭିମାନ ଥାଏ ତ ତାକୁ ଶାନ୍ତି ମିଳିଯିବ। ଯାହାକି ସତ୍ୟ ଦାନ ତ ତାହାକୁ କୁହାଯାଏ, ଯିଏ ଅଭିମାନ ନ ଦେଖାଇ ଅନ୍ୟର ଭଲ ପାଇଁ ଦାନ କରିଦେଇଥାଏ। ଯେତେବେଳେ ଗୋଟିଏ ମନୁଷ୍ୟ ପାଖରେ ଗୋଟିଏ ଜିନିଷର କମି ଥାଏ, କିନ୍ତୁ ଆବଶ୍ୟକ ପଡ଼ିବା ପରେ ସେ ମନୁଷ୍ୟ ତାର ସେ ବସ୍ତୁର ବି ଅଧା ଅନ୍ୟ ବ୍ୟକ୍ତିର ସାହାଯ୍ୟ କିମ୍ବା ପର ଉପକାର ପାଇଁ ଦାନ କରିଦିଏ, ତେବେ ସେହି ଦାନର ମୂଲ୍ୟ ଅଧିକ ଗୁଣା ବଢ଼ିଯାଏ। କାହିଁକିନା ଅଧିକ ବଡ଼ ବସ୍ତୁର ଭାଗକୁ ଦାନ କୁହାଯାଏ ନାହିଁ। ଯାହାକି ସେ ବସ୍ତୁର ଆପଣଙ୍କୁ ବି ଆବଶ୍ୟକ ଥାଏ ଏବଂ ସେ ବସ୍ତୁ ଆପଣଙ୍କ ପାଖରେ ନାମ ମାତ୍ରକ ଥାଏ କିମ୍ବା ବହୁତ କମ୍ ଥାଏ, କିନ୍ତୁ ତଥାପି ଆପଣ ସେ ବସ୍ତୁକୁ ଅନ୍ୟର ସାହାଯ୍ୟ ପାଇଁ ବଢ଼ାଇ ଦିଅନ୍ତି, ତ ଆପଣ ଗୋଟିଏ ସତ୍ୟଦାନୀ ମଣିଷ ହୋଇଥାନ୍ତି ଏବଂ ଆପଣଙ୍କ ସେହି ଦାନ ସର୍ବଶ୍ରେଷ୍ଠ ଦାନ ହୋଇଥାଏ।